ମା ଦୁର୍ଗାଙ୍କ ଉତ୍ପତ୍ତି କାହାଣୀ। ପ୍ରାଚୀନ ଦିନରେ ଦେବତା ଓ ଅସୁରମାନେ ପୃଥିବୀ ଉପରେ ଶକ୍ତି ପାଇଁ ଲଢ଼ୁଥିଲେ। ଏହି ସମୟରେ ମହିଷାସୁର ନାମକ ଜଣେ ଅସୁର ତପସ୍ୟା କରି ବ୍ରହ୍ମାଙ୍କୁ ପ୍ରସନ୍ନ କରିଲେ। ସେ ବର ମାଗିଲେ, ମୋତେ କେବଳ ଜଣେ ସ୍ତ୍ରୀ ହିଁ ମାରିପାରିବେ, ଅନ୍ୟ କେହି ନୁହେଁ। କାରଣ ସେ ଜାଣିଥିଲେ ଯେ ସ୍ତ୍ରୀ ଲୋକମାନଙ୍କ ପାଖରେ ଏତେ ଶକ୍ତି ନାହିଁ। ବ୍ରହ୍ମା ଅନୁଗ୍ରହ କରି ଏହି ବର ଦେଲେ। ତାପରେ ମହିଷାସୁର ଅମରକୁ ଭାବେ ଅହଙ୍କାରୀ ହେଲେ। ସେ ଦେବତାମାନଙ୍କୁ ହରାଇ ଦେଲେ। ସ୍ୱର୍ଗ ରାଜା ଇନ୍ଦ୍ର ଓ ଅନ୍ୟ ଦେବତାମାନେ ତାଙ୍କୁ ଡରିଲେ। ସମସ୍ତ ଲୋକ ଭୟରେ ଜୀବିତ ଥିଲେ। ଏଥିରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ତିନି ମହାଦେବ ମିଶି ଏକ ଶକ୍ତି ଗଠନ କଲେ। ସେହି ଶକ୍ତି ଥିଲେ ଦେବୀ ଦୁର୍ଗା। ତାଙ୍କ ଶରୀର ଦେବମାନଙ୍କ ଉଜ୍ଜ୍ୱଳ ତେଜରୁ ଗଠିତ ହୋଇଥିଲା। ବ୍ରହ୍ମାଙ୍କ ମୁଖରୁ, ବିଷ୍ଣୁଙ୍କ ଭୁଜରୁ, ଶିବଙ୍କ ପାଦରୁ ଶକ୍ତି ବିକିରଣ ହେଲା। ତାଙ୍କ 10ଟି ହାତ, ମୁଣ୍ଡ ଉପରେ ମୁକୁଟ, ଗୋଟେ ଶକ୍ତିଶାଳୀ ରୂପ। ଦେବୀ ଦୁର୍ଗା ଉପସ୍ଥିତ ହେଲେ। ପ୍ରତ୍ୟେକ ଦେବତା ତାଙ୍କୁ ଏହି ଅସ୍ତ୍ର ଦେଲେ। ବିଷ୍ଣୁ ଦେଲେ ଚକ୍ର, ଶିବ ଦେଲେ ତ୍ରିଶୂଳ, ବ୍ରହ୍ମା କମଳ ଦେଲେ, ଇନ୍ଦ୍ର ବଜ୍ର ଦେଲେ, ଅଗ୍ନି ଶକ୍ତି ଦେଲେ, ବାୟୁ ଦେଲେ ଧନୁ ଓ ବାଣ। ମା ଦୁର୍ଗା ତାଙ୍କ ବାହନ ସିଂହରେ ଚଢ଼ି ଯୁଦ୍ଧରେ ଗଲେ। ଏକ ପରେ ଏକ ଦିନ ରାତି 2 ଦିନ ଓ 2 ରାତି ତାଙ୍କର ଯୁଦ୍ଧ ଚାଲିଲା। ମହିଷାସୁର କେବେ ମହିଷ, କେବେ ମଣିଷ, କେବେ ଦୁଷ୍ଟ ରୂପ ନେଇ ଯୁଦ୍ଧ କରୁଥିଲେ। କିନ୍ତୁ ମା ଦୁର୍ଗା ନିଜର ତ୍ରିଶୂଳରେ ପ୍ରତ୍ୟୁତ୍ତର ଦେଇଥିଲେ। ଶେଷରେ ମହିଷାସୁର ମହିଷ ରୂପ ନେଇ ଦାନ୍ତ ଘଷୁଥିଲେ। ମା ଦୁର୍ଗା ତାଙ୍କୁ ତ୍ରିଶୂଳ ଦ୍ୱାରା ବିନାଶ କରିଦେଲେ। ମା ଦୁର୍ଗା ମାନବ ଚିତ୍ତରେ ଥିବା ଦୁଷ୍ଟତା, ଅହଙ୍କାର, ଭୟ, ଅନ୍ୟାୟ, ଅତ୍ୟାଚାର ଓ ବିନାଶ ସୂଚନା। ତାଙ୍କ 10 ହାତ ଅର୍ଥ 10 ଭିତରେ ରକ୍ଷା। ତାଙ୍କ ସିଂହ ନିଜର ଆନ୍ତରିକ ଶକ୍ତି। ଦେବୀ ଆମ ପାଇଁ ଏକ ପ୍ରେରଣା। ମା ଦୁର୍ଗା କେବଳ ଅସୁରଙ୍କୁ ମାରିନାହାନ୍ତି, ସେ ଅସତ୍ୟ, ଅନ୍ୟାୟ ଓ ଭୟର ସଂଗ୍ରାମରେ ଆମର ଆନ୍ତରିକ ଶକ୍ତି ଉଦ୍ବୋଧନ କରିଛନ୍ତି। ତେଣୁ ଏହି ବିଜୟା ଦଶମୀ ଓ ନବରାତ୍ରି ଉତ୍ସବର ମୂଳ ଅର୍ଥ ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟ, ଭୟ ଉପରେ ଶ୍ରଦ୍ଧାର ବିଜୟ।